ମା ତୁଇ ମୋର୍ ସାହା ଭରସା ଆମ ଦୁଇ ଜଣଙ୍କୁ ଏକ କରିଦେ ମା। ମା ମୁଁ ବହୁତ ଭରସାରେ ତତେ ଚିଠି ଲେଖୁଛି। ମୁଁ ଶୁଣିଛି ତୁ ସମସ୍ତଙ୍କ ମନସ୍କାମନା ପୂରା କରୁ, ମୋର ବି କରିଦେ ମା। ତୁ ତ ଜାଣିଛୁ ମୁଁ କାହ୍ନାକୁ କେତେ ଭଲ ପାଉଛି। ମୋ ଉପରେ ଏତିକି କୃପା କର ମା, ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ କରିଦେ। ମା ସମଲେଶ୍ୱରୀଙ୍କ ହୁଣ୍ଡିରୁ ବାହାରିଛି ଏହିପରି ଏକ ପ୍ରେମପତ୍ର। ତେବେ ଗତକାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ହୁଣ୍ଡି ଖୋଲା ଯାଇଥିଲା। ଆଉ ସେଥିରେ ଏମିତି କିଛି ଚିଠି ବାହାରିଛି, ଯାହାକି ନାଲି ରଙ୍ଗରେ ଲେଖାଯାଇଥିବା ଏହି ଚିଠିକୁ କେହି ଯୁବତୀ ତାଙ୍କ ପ୍ରିୟ କାହ୍ନାଙ୍କ ପାଇଁ ଲେଖିଥିବା ଅନୁମାନ କରାଯାଉଛି। ତେବେ ସେ ନିଜ ପ୍ରେମିକ କାହ୍ନାଙ୍କୁ ସବୁଦିନ ପାଇଁ ପାଇଯାଆନ୍ତୁ ବୋଲି ନିବେଦନ କରି ମାଙ୍କ ହୁଣ୍ଡିରେ ଏହି ଚିଠି ଲେଖି ପକାଇଛନ୍ତି। ତେବେ ନିଜର ପ୍ରେମ କିପରି ସଫଳ ହେବ ସେ ନେଇ ଯୁବତୀ ଜଣକ ଏହି ପ୍ରେମପତ୍ର ଲେଖିଛନ୍ତି। କାହ୍ନା ସହ ତାଙ୍କର ବାହାଘର ହୋଇଯାଉ ଏବଂ ଉଭୟ ଏକା ସାଙ୍ଗରେ ବିବାହ ପରେ ମାଙ୍କ ଦର୍ଶନ ପାଇଁ ଆସିବେ ବୋଲି ଏହି ଚିଠିରେ ଲେଖିଛନ୍ତି ଯୁବତୀ। ଏପରିକି ସେ କାହ୍ନାଙ୍କୁ କେତେ ଭଲ ପାଆନ୍ତି ତାହା ମଧ୍ୟ ମାଙ୍କ ନିକଟରେ ଜଣାଇଛନ୍ତି। ତେବେ ମାଙ୍କ ହୁଣ୍ଡିରୁ ଏହା ପ୍ରଥମ ଚିଠି ନୁହଁ, ପୂର୍ବରୁ ମଧ୍ୟ ମା ସମଲେଶ୍ୱରୀଙ୍କ ହୁଣ୍ଡିରୁ ଏହିପରି ଚିଠି ବାହାରିଛି।